ତେଣୁ ଯୋଉ ଜିଲ୍ଲାଟା ଆପଣଙ୍କ ପ୍ରିଫରେନ୍ସ 1 ତେଣୁ ସେଠି ପ୍ରିଫରେନ୍ସ 1 କୁ ଦେଖାଅ ଆଉ ସିବିଟି ମାର୍କ କୁ ଦେଖାଅ। ଏବେ ଏବେ ଯୋଉ ଅଡ଼ିଓଟି ଶୁଣିଲ ଏଇଟା ଏବେ ଭାଇରାଲ ହେଉଥିବା ଅଡ଼ିଓ, ଏଇଟାକୁ ମୁଁ ଫୁଲ୍ ଶେଷରେ ଶୁଣେଇବି। ଏଥିରେ କ'ଣ କହୁଛନ୍ତି ଆଗରେ ବୁଝି ସାର, ତାପରେ ମୁଁ ସେ ଅଡ଼ିଓଟିକୁ ସମସ୍ତଙ୍କୁ ଶୁଣେଇଦେବି। ପିଲାମାନଙ୍କର ବହୁତ ଦିନର ଦ୍ୱନ୍ଦ୍ୱ ଅପେକ୍ଷାର ଏବେ ଅନ୍ତ ଘଟିବା ପାଇଁ ଯାଉଛି। ପିଲା ଡିଷ୍ଟ ହେଉଛନ୍ତି, ଅଧେ ଷ୍ଟେଟ୍ ସିଲେକ୍ସନ୍ କହୁଛନ୍ତି। ଫାଇନାଲି ଆଉ କିଛି ଦିନ ପରେ କୋର୍ଟରେ ଶୁଣାଣି ହେବ ଏବଂ ଶୁଣାଣିରେ କ'ଣ ହେବ ନା ଡିଷ୍ଟ୍ରିକ୍ଟ ସିଲେକ୍ସନ୍। ସେମିତି ଆଜି ଗୋଟେ ଭଏସ୍ ଲିକ୍ ହେଇକିରି ଆସିଛି କାହାର, ସରୋଜ ସାରଙ୍କର। ତ ସେଥିରେ ସେ କହୁଛନ୍ତି ଯେ ଏଇଟା ଯେହେତୁ ଡିଷ୍ଟ୍ରିକ୍ଟର ପୋଷ୍ଟ, ତେଣୁ ଯେକୌଣସି ଗୋଟେ ଡିଷ୍ଟ୍ରିକ୍ଟରେ ଯେତିକି ଜଣ ପକାଇଥିବେ ସେତିକିରୁ ସେ ଡିଷ୍ଟ୍ରିକ୍ଟରେ ଯେତିକିଟା ଭ୍ୟାକେନ୍ସି ଅଛି କ୍ୟାଟେଗୋରୀ ୱାଇଜ୍, ସେ ଅନୁଯାୟୀ ନୂତନ ମେରିଟ୍ ଲିଷ୍ଟ ଆସିବ। ତେଣୁ ସେଇ ମେରିଟ୍ ଲିଷ୍ଟ ଯେଉଁଟା ଆସିବ ସେଇଟା ହେବ ଅରିଜିନାଲ୍ ମେରିଟ୍ ଲିଷ୍ଟ। ଆଉ ଯେଉଁ ପ୍ରଥମ ବାହାରିଥିଲା ସେଇଟା ତ ଏବେ ଖାରଜ ହେଇଛି, ସେଇଟା ମେରିଟ୍ ଲିଷ୍ଟ ନୁହେଁ। ତେଣୁ ଏଇ ଡିଷ୍ଟ୍ରିକ୍ଟ ୱାଇଜ୍ ମେରିଟ୍ ଲିଷ୍ଟରେ ଯେଉଁମାନେ ଆସିବେ ସେମାନେ ହେଇଯିବେ ମେରିଟ୍ ବା ମେରିଟିୟସ୍ ଷ୍ଟୁଡେଣ୍ଟ। ତେଣୁ ଫାଇନାଲି ଆସିବା ପାଇଁ ଯାଉଛି ଡିଷ୍ଟ୍ରିକ୍ଟ ୱାଇଜ୍ ସାନି ମେରିଟ୍ ଲିଷ୍ଟ। ତେଣୁ ସମସ୍ତେ ରେଡ଼ି ହେଇକି ରହିଥାଉ ଆଉ କିଛି ଦିନ ମଧ୍ୟରେ। ତେଣୁ ମୁଁ ଚେଷ୍ଟା କରିବି ଆସିବାର କିଛି ଦିନ ପୂର୍ବରୁ ମୁଁ ଆଉ ଥରେ ଭିଡ଼ିଓ କରିକି ନିଶ୍ଚୟ ଛାଡ଼ିବି। ତେଣୁ ଯେଉଁମାନେ ଚାହୁଁଛ ଜାଣିବା ପାଇଁ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖିଥାଅ। ମାନେ ଯେହେତୁ ବହୁତ ଗୁଡ଼ିଏ କେସ୍ ଡିଷ୍ଟ୍ରିକ୍ଟ ଆଉ ଷ୍ଟେଟ୍ ମ୍ୟାଟର ନେଇକରି ବହୁତ ଗୁଡ଼ିଏ ଯେହେତୁ କେସ୍ ଗୁଡ଼େ ଅଛି, ତେଣୁ ସେ ସବୁ କେସ୍ ଗୁଡ଼ାକୁ ଏକାଠି କରିକି ଗୋଟିଏ ଦିନରେ ଜଜମେଣ୍ଟ ଦିଆହେବ, ସେଥିପାଇଁ ଟିକେ ଲେଟ୍ ହେଉଛି। ତେଣୁ ସମସ୍ତଙ୍କୁ ମୁଁ ଏତିକି କହିବି କେହି ବ୍ୟସ୍ତ ହେବ ନାହିଁ। ଫାଇନାଲି ଡିଷ୍ଟ୍ରିକ୍ଟ ୱାଇଜ୍ ସାନି ମେରିଟ୍ ଲିଷ୍ଟ ଆସିଯିବ ଏବଂ କେବେ ଆସିବ କେମିତି ଆସିବ ସେଟାକୁ ନେକ୍ସଟ ଭିଡ଼ିଓରେ ଜଣାଇବା। ତେଣୁ ଯୋଉ ଜିଲ୍ଲାଟା ଆପଣଙ୍କ ପ୍ରିଫରେନ୍ସ 1 ତେଣୁ ସେଠି ପ୍ରିଫରେନ୍ସ 1 କୁ ଦେଖାଅ ଆଉ ସିବିଟି ମାର୍କ କୁ ଦେଖାଅ। ଆଚ୍ଛା ଆଚ୍ଛା, ମାନେ ସାର୍ ଆମର ଯୋଉ 10,000 ପୋଷ୍ଟ ପ୍ରାଇମେରୀ ଟିଚର ଅଛି ସେଇ 10,000 ର୍ୟାଙ୍କ ଭିତରେ ହଁ ଷ୍ଟେଟ୍ ୱାଇଜ୍ ମେରିଟ୍ ଲିଙ୍କରେ ଷ୍ଟେଟ୍ ୱାଇଜ୍ ମେରିଟ୍ ଲିଷ୍ଟରେ ପ୍ରଥମେ ଆସିବାକୁ ପଡ଼ିବ 10,000 ର୍ୟାଙ୍କ ଭିତରେ। ଷ୍ଟେଟ୍ ମେରିଟ୍ ଲିଷ୍ଟ କୋଉଠି ଆସିଲା? ଡିଷ୍ଟ୍ରିକ୍ଟରେ ତ ମେରିଟ୍ ଲିଷ୍ଟ ଏଟା। ଆଚ୍ଛା ଷ୍ଟେଟରେ ପରୀକ୍ଷା ଦେଲେ ଆଜ୍ଞା ହେଲା, ହଁ ତମ ପ୍ରିଫରେନ୍ସ ଅନୁଯାୟୀ ଡିଷ୍ଟ୍ରିକ୍ଟ ଦେଖା ହେଇଗଲା। ଆଜ୍ଞା ସେଇ ଜିଲ୍ଲା ପାଇଁ କେତେ ଲୋକ ଆପ୍ଲାଏ କରିଛନ୍ତି? ଧର ଲକ୍ଷେ ଆପ୍ଲାଏ କଲେ, ଟୋଟାଲ ନୂଆପଡ଼ା ଜିଲ୍ଲା ପାଇଁ ପ୍ରଥମ ପ୍ରିଫରେନ୍ସରେ 200 ପିଲା ଆପ୍ଲାଏ କରିଛନ୍ତି। ଆଜ୍ଞା ସେ 200 ପିଲାଙ୍କର ମେରିଟ୍ ଲିଷ୍ଟ ବାହାରିବ। ଆଜ୍ଞା ସେ 1, 2, 3 ହେଇଗଲେ ସିବିଟିରେ। ଆଜ୍ଞା ତେଣୁ ଯୋଉ 200 ପିଲା ମେରିଟ୍ ଲିଷ୍ଟ ହେଲେ 200ରୁ 61ଟା ପିଲା ପାଇବେ ନୂଆପଡ଼ାରେ।